ଯାହା ପରିବର୍ତ୍ତନ ହୋଇପାରିବ ତାହା ପରିବର୍ତ୍ତନ କରନ୍ତୁ, ଯାହା ପରିବର୍ତ୍ତନ ହୋଇପାରିବନି ତାହାକୁ ସ୍ୱୀକାର କରିବା ଶିଖନ୍ତୁ ଏବଂ ଯାହା ସ୍ୱୀକାର କରିପାରିବେ ନାହିଁ ତାଠାରୁ ଦୂରେଇ ଯାଆନ୍ତୁ, କିନ୍ତୁ ସବୁବେଳେ ଖୁସିରେ ରହିବା ଶିଖନ୍ତୁ। ଜନ୍ମରୁ ମିଳିଥିବା ସମ୍ପର୍କ ଭଗବାନଙ୍କ ପ୍ରସାଦ ଭଳିଆ ହୋଇଥାଏ, କିନ୍ତୁ ନିଜେ ବନାଇଥିବା ସମ୍ପର୍କ ନିଜର ପୁଞ୍ଜି ହୋଇଥାଏ। ତେଣୁ ଏସବୁକୁ ସାଇତି କରି ରଖନ୍ତୁ। ଭାଗ୍ୟ ଭଲ, ଭାଗ୍ୟ ଖରାପ ଏମିତି କିଛି ନଥାଏ। କଠିନ ପରିଶ୍ରମ କରନ୍ତୁ, ଦେଖିବେ ଆପଣଙ୍କର ସବୁ ରାଶି ନକ୍ଷତ୍ର ବଦଳିଯିବ। ଯେତେବେଳେ ପାଖରେ କିଛି ନଥାଏ ଧୈର୍ଯ୍ୟ ପରୀକ୍ଷା ହୋଇଥାଏ, ଆଉ ଯେତେବେଳେ ସବୁ କିଛି ଥାଏ ସେତେବେଳେ ବ୍ୟବହାରର ପରୀକ୍ଷା ହୋଇଥାଏ। ସଂସାରରେ ମଣିଷ ପରିବର୍ତ୍ତନ ନିଶ୍ଚିତ ହୋଇଥାଏ। କାହାର ହୃଦୟ ପରିବର୍ତ୍ତନ ହୋଇଥାଏ ତ କାହାର ସମୟ। ବିଚାର ଏବଂ ଜଳ ସବୁବେଳେ ସ୍ୱଚ୍ଛ ହେବା ଦରକାର, କାହିଁକିନା ଦୂଷିତ ଜଳ ସ୍ୱାସ୍ଥ୍ୟ ଖରାପ କରିଦିଏ ଏବଂ ଦୂଷିତ ବିଚାର ଜୀବନକୁ ନଷ୍ଟ କରିଦିଏ। ଚେଷ୍ଟା ଆଉ ସତ୍କର୍ମ ସମୟ ସୁଅରେ ସବୁକିଛି ପରିବର୍ତ୍ତନ କରିଦେଇଥାଏ। ସବୁ ଖୁସି ଭିତରେ ବି ବେଳେ ବେଳେ ଏକୁଟିଆ ଅନୁଭବ ହୁଏ, ଯେତେବେଳେ ଏହି ହୃଦୟକୁ କିଛି ଭଲ ଲାଗୁନଥାଏ। କର୍ମ ଅଭାବରୁ ଦୁଃଖ ମିଳିଥାଏ। ଭାଗ୍ୟକୁ ଦୋଷୀ ସଜାଇ ଲାଭ କ'ଣ? ଯେବେ ପାପ ନିଜେ କରିଛେ ତ ଫଳ ନିଜକୁ ହିଁ ଭୋଗିବାକୁ ପଡ଼ିବ। ସମୟ ନା କେବେ ଖରାପ ଥାଏ ନା କେବେ ଭଲ ଥାଏ। ସମୟ ସମସ୍ତଙ୍କ ପାଇଁ ସମାନ ଥାଏ। ସମୟକୁ ଭଲ ଖରାପ ଆମର କର୍ମ ହିଁ ବନେଇଥାଏ। ଖୁସିରେ ଥାଆନ୍ତୁ, ଭଲରେ ରୁହନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ।